ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ର ପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଗୋଟେ ଭଲ ଫ୍ୟାସନ୍ ମୁଁ ଏବେ ଦେଖୁଛି ଯେ ହନୁମାନ ଚାଳିଶା ପଢ଼ିବା। ବିଲକୁଲ ମୁଁ କୌଣସି ଜିନିଷ ବିରୁଦ୍ଧ କରୁନି। ସେଥିରେ ଯେଉଁ କେତେଟା ଜିନିଷ ମୋତେ ଠିକ୍ ଲାଗିଲାନି ବା ମୁଁ ଜଣାଇ ଦେବାକୁ ଚାହୁଁଛି ସେଇ ଜିନିଷ ଗୁଡ଼ା। ପ୍ରଥମ ଜିନିଷ ହେଲା, ଯେଉଁ ଭଗବାନଙ୍କୁ ଆପଣ ତାଙ୍କର ମନ୍ତ୍ର ପଢ଼ନ୍ତି, ତାଙ୍କୁ ସ୍ତୁତି କରନ୍ତି, ମନେ ମନେ ସବୁବେଳେ ଭାବନ୍ତି, ତାଙ୍କୁ ଭଲ ପାଆନ୍ତି ବା ଆମ ସିମ୍ପଲ ଭାଷାରେ ତାକୁ ଭକ୍ତି ବୋଲି କୁହନ୍ତି, ସେଇ ଭଗବାନଙ୍କର ଯେଉଁ ଗୁଣ ସ୍ୱରୂପଟା ଅଛି ସେଇଟା ଆପଣଙ୍କ ଭିତରକୁ ପଳେଇ ଆସିବ। ବା ଅନ୍ୟ ଭାଷାରେ କହିବାକୁ ଗଲେ, ଯେକୌଣସି ଗୋଟେ ଭଗବାନଙ୍କର କୃପା ଏବଂ ସେଇ ଭଗବାନଙ୍କର ଗୁଣ ସ୍ୱରୂପ ପାଇବା ପାଇଁ ଆମେ ସେ ଭଗବାନଙ୍କୁ ଉପାସନା କରୁ। ଆପଣ ସେଇଥିଲାଗି ଦେଖିଥିବେ ଯେଉଁମାନେ ଶିବଙ୍କୁ ଉପାସନା କରନ୍ତି ସେମାନେ ରୁଦ୍ରାକ୍ଷ ଧାରଣ କରୁଥିବେ, ବିଷ୍ଣୁଙ୍କୁ ପୂଜା ତମ୍ବା ପକାଉଥିବେ, ବିଷ୍ଣୁଙ୍କୁ ଯେଉଁମାନେ ପୂଜା କରୁଥିବେ ସେମାନେ ସୁନା ଧାରଣ କରୁଥିବେ, ଚନ୍ଦନ ଲଗାଉଥିବେ। ଏକ୍ଜାକ୍ଟଲି ସେଇ ଠାକୁରଙ୍କର ଯେଉଁ ଚାର ବି ସେ ପୂଜାରୀ କିମ୍ବା ସେଇ ଲୋକ ଯିଏ ତାଙ୍କୁ ଭକ୍ତି ବି କରୁଛନ୍ତି, ପୂଜାରୀ ସେମିତି ପ୍ରଫେସନାଲ ପୂଜାରୀ ନହେଲେ ବି ସେଇଟା ତ ଆସି ହିଁ ଯିବ। ସେଇଟା ତ ଫିଜିକାଲ ଟ୍ରେଟ୍ଟା। ତା ଛଡ଼ା ତାଙ୍କର ଯେଉଁ ଇଣ୍ଟରନାଲ କ୍ୱାଲିଟି ସେ ଭଗବାନଙ୍କର, ସେଟା ବି ଆପଣଙ୍କ ଭିତରେ ପଳେଇ ଆସିବ। ଯଦି ସବୁବେଳେ ଆପଣ ଶିବଙ୍କୁ ପୂଜା କରିବେ, ଆପଣ ଏକାଙ୍ଗୀ ହେଇଯିବେ। ଏକାଙ୍ଗ ରହିବାକୁ ଆପଣ ସାମର୍ଥ୍ୟ ମିଳେ, ଆପଣ ବୈରାଗୀ ହେଇଯିବେ ଶିବଙ୍କ ଭଳିଆ। କିଛି ଖରାପ ନୁହେଁ ଆଜ୍ଞା, ଡିପେଣ୍ଡ କରେ ଆପଣଙ୍କର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ତ, ଆପଣ କ'ଣ ଚାହୁଁଛନ୍ତି ସେଇଟା ଯଦି ଆପଣ ଚାହୁଁଛନ୍ତି ତାହେଲେ ତ ଖୁବ୍ ଭଲ। ଯଦିଓ ଲିଙ୍ଗ ରୁଦ୍ର ଅଭିଷେକଟା ଗୋଟେ ତନ୍ତ୍ର, ସେଇଟା ଗୋଟେ ଅଲଗା ଜିନିଷ, କିନ୍ତୁ ଶିବଙ୍କୁ ଯଦି ଆପଣ ସବୁବେଳେ ନିଜ ମନରେ ବସାଉଛନ୍ତି ତାହେଲେ ଆପଣ ଶିବଙ୍କ ଭଳିଆ ଶିବଙ୍କର ଗୁଣ ସ୍ୱରୂପଟା ଆପଣଙ୍କ ଭିତରେ ପଳେଇ ଆସିବ। ହନୁମାନ ଚାଳିଶା ଆପଣ ପଢ଼ୁଛନ୍ତି, ହନୁମାନଙ୍କର ଗୁଣ ସ୍ୱରୂପ ଆପଣଙ୍କ ଭିତରେ ଆଣିପାରିବେ ତ ଆପଣ? ହନୁମାନ ହେଲେ ସେଇ ଠାକୁର ଯିଏକି ନିଜର ସାରା ଜୀବନ ଉତ୍ସର୍ଗ କରିଦେଲେ ଶ୍ରୀ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ସୀତାଙ୍କ ପାଇଁ। କେମିତି ସିଏ ଆରାମସେ ଅଯୋଧ୍ୟା ଫେରିବେ, ଯେଉଁ ରାକ୍ଷସ ଆସୁ, ଯାହା ଅସୁବିଧା ହଉ, ହନୁମାନ ତାଙ୍କୁ ପ୍ରୋଟେକ୍ଟ କଲେ। ତାଙ୍କ ଜୀବନଟା ହିଁ ସେ ଉତ୍ସର୍ଗ କରିଦେଲେ ପ୍ରଭୁ ରାମଙ୍କ ପାଇଁ। ଆପଣ ଆପଣଙ୍କ ଜୀବନଟାକୁ କୌଣସି ଗୋଟେ ଭଲ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ତ? ମୁଁ କହୁନି କୌଣସି ଗୋଟେ ପ୍ରଭୁ ଆପଣ ଆପଣଙ୍କର ବସ୍ଙ୍କ ପାଇଁ କି କୌଣସି ଗୋଟେ ଲୋକ ପାଇଁ କିଛି ଗୋଟେ ଭଲ ଉଦ୍ଦେଶ୍ୟରେ ମୋ ଜୀବନଟା ମୁଁ ଉତ୍ସର୍ଗ କରୁଛି। କେମିତି ବହୁତ ଗୋଟେ ଲୋକ ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନେ କେମିତି ଖାଇବାକୁ ପାଇବେ, ବରଂ ମୁଁ ଉପାସ ରହେ। ଯେଉଁ ଆମର ସମାଜସେବୀମାନେ ଅଛନ୍ତି, କିଛି ଜେନୁଇନ୍ ସମାଜସେବୀ କଥା ମୁଁ କହୁଛି, ଯେଉଁମାନେ ଶୋ ଅଫ୍ ସମାଜସେବୀ ନୁହେଁ, ବହୁତ ଶୋ ଅଫ୍ ସମାଜସେବୀ ବି ଅଛନ୍ତି, ଯେଉଁମାନଙ୍କ ସହିତ ମୁଁ ବି ଏନକାଉଣ୍ଟର କରିଛି। କାରଣ ଆପଣମାନେ ଜାଣିଥିବେ ଯେ ମୁଁ ମୋ ଇନକମ୍ରେ କିଛି ପଇସା ଡୋନେଟ୍ କରେ। ମୁଁ ମୋ ଜୀବନଟାକୁ ଏ ଦେଶ ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛି ଗୋଟେ ସୈନିକ ହିସାବରେ। ଆପଣ ଉତ୍ସର୍ଗ ମନୋବୃତ୍ତିଟା ଆପଣଙ୍କ ଭିତରେ ଅଛି ତ, ଯେଉଁଟାକୁ ସିମ୍ପଲ ମାନେ ଯଦି ମାନେ ଯୁବପିଢ଼ି ବୁଝିବା ପାଇଁ ମୁଁ କହିବି ଡେଡିକେସନ୍। ଆପଣ ନିଜ ଉତ୍ସର୍ଗଟା ହେବନି ଯେ ମୁଁ ଶାନ୍ତିରେ କେମିତି ବଞ୍ଚିବି, ଖାଇବି, ମୋ ଜୀବନଟା ମୁଁ ମୋର ବଞ୍ଚୁଛି। ତ ଗୋଟେ ସନ୍ନ୍ୟାସୀ ଜୀବନ ହୁଏତ ଗୋଟେ ଉତ୍ସର୍ଗୀକୃତ ଜୀବନ ନ ହେଇପାରେ। ସେଥିଲାଗି ସନ୍ନ୍ୟାସୀମାନେ ବେଶୀ ଶିବଙ୍କୁ ପୂଜା କରନ୍ତି। ହନୁମାନଙ୍କର ଶକ୍ତି ଆପଣଙ୍କ ଭିତରେ ଆସିଯିବ, ସେ ଫିଜିକାଲ ଶକ୍ତି, ସେ ମେଣ୍ଟାଲ ଶକ୍ତି, କିନ୍ତୁ ଆପଣ ସେଇଟାକୁ ଅନ୍ୟର ସାହାଯ୍ୟରେ ଲଗେଇବାର ଅଛି। ଏଇ ମନୋଭାବନା ଯଦି ଅଛି ଆପଣଙ୍କର, ଏହା ଯଦି ଆପଣ ଚାହୁଁଛନ୍ତି,
ताहले निश्चित रूपे आप हनुमान चालीसा पढ़तु। मु तो आज्ञा निजे स्वार्थपर मनीष एकांगी हेले भी मो निज पाई मैं बंचुची। मो जीवनटा मु अन्य लोक उत्सर्ग करूनी। केमिति 10 लोक केमिति भल रुहन सेटा मो मनस्कामना करुछि सत, किंतु मोर जो शारीरिक शक्ति मु जाइकी आउ को लोकर घर ओळै दउनी। मु जाइकी रोजगार करके 10टा लोक खाया को दउनी। तो मो भीतर तो सेतिक शक्ति एवं सामर्थ्य नाही कि मु से महान शक्ति हनुमान को गुण स्वरूप निज भीतर आनी पारे। किंतु आजिका डेट्रे मुझे देखुँ समस्त हनुमान चालीसा केते भल हुंता जदि आमे आपण निज निज जीवन अन्यर सुख पाई उत्सर्ग कर दियंते, बढ़िया हुंता। एते स्वार्थ रहंतानी, एते असुविधा किछु होंतानी। किंतु आमे हनुमान चालीसा कौन पे पढ़ुचु? चाकरी होनी तो हनुमान चालीसा पढ़ुचु कहीं चाकरी होनी। देखी आज्ञा लोक मत एमती कही मो सत कथा कहूँ कैमेरा आगे से जाबना गोटे लगे देवा इच्छा हुए। आगे कथबार्ता किसी बुझार ना, कारण शेष भगवान को लेकिन भी आम दलाली करवा। शिव को मु पूजा करुच्ची, पैसा मोर हो मुझे कहि कल टे पढ़ी आपण जेकोसी भगवान को पूजा करवा से भगवान चाहूँगी। जदि आप सचोट होते एमती फेक नुहे, जमी मेकानिकाल से लोक जानी मत कहले तो हनुमान चालीसा पढ़ुचे एक दिन है कि मोर गोटे भल चाकरी होना, प्रमोशन हो मु शुणी ना। कल सका मत जब लोक आसी कहे सर हनुमान चालीसा पढ़ुचे मोर बाहाघर होना। जो लोक हनुमान चालीसा चिर ब्रह्मचारिया बाल ब्रह्मचारी हनुमान एमती भी लोक कही पारती हुए तो कहीं ना आपण मैंने उद्देश्यटा जानले नहीं जो को उद्देश्य रे को भगवान को पूजा करा जाए। जेकोसी भगवान को आप पूजा करेंगे तांकर गुण स्वरूप आपण भीतर आसो। आपण कृष्ण को पूजा करना, आपण भीतर गोटे ऑटोमेटिकली प्रेम भावना आसो, गोटे स्वीट फीलिंग आपण भीतर आसो। से जगह आप शिव को पूजा करूँ आप एकांगी हो। आपण भीतर गोटे निजर इगो कहबिनी माने गोटे तपस्या बल पड़े आसो। शिव से यहाँ मुझे निजर अभिज्ञता कहूँ, कारण विगत 10 वर्ष धरिकी मु शिव पूजा करुच्ची। से भगवान को इच्छा मुझे कौन करी जेपर्यंत महादेव चाहते मुझे ना नहीं पारि जो मत से मत मुख करदे मो ना भी नहीं पारि खाली आप बुझापी कहूँ। तेणु आपण मैंने जदि उत्सर्ग मनोवृत्ति आपण भीतर अच्छी, से पुओ हो कि झील हो, लेडी हूँ बुढ़ा हूँ वृद्धा हूँ, निश्चित हनुमान चालीसा पढ़। किंतु सार मोर राति से रास्तार गला डर माड़ुची तो से लगे मुझे हनुमान चालीसा पढ़ुची। भूत पिशाच निकट नहीं आवे, महावीर जब नाम सुना। ना हनुमान सहित मोर किसी दिया निया ना, खाली गाड़ी गला मशानटा पड़े तो से लगे पढ़े। ये है सब आपणकर बहुत क्षुद्र चिंताधारा, मुझे कहे कन्स्टिपेटेड व्यू, बहुत न्यून चिंताधारा। हनुमान आपणकर पकेट्रे बसवाई होना आप पकेट्रे हनुमान चालीसा बुलेकी गोटे जिते बड़े इच्छा पढ़ी देकी आप गोटे मन इच्छा आप मनस्कामना गुड़ा आपंकर फुलफिल हुआ बोली भाविबा। हनुमान चालीसा पढ़ा मु कौन प्रकार विरोध करूना। मु आपको चेतई देवा चाहूँगी आपन ठीक श्रेणी रे अच्छी तो ना आपण इंजीनियर होगा को चाहिए आर्ट्स पढ़ुना तो तेणु आपण हनुमान चालीसाटा से कौन सब हनुमानंकर महिमा जो वर्णना करा मंत्र नुहे किसी लोग तो साबर मंत्र कहते। संस्कृत छड़ा अन्य भाषा लिखा जाइथिबा किसी चैंटिंग अवध लैंग्वेज लिखाई हनुमान चालीसा किसी चैंटिंग सी गोटे आपणकर आफ्रिकान लैंग्वेज
ଯେମିତି ଅଛି ତାଙ୍କର ୱାଂ ଇଂ ୱଂ ଏମିତି ସବୁ ବିଭିନ୍ନ ଯେଉଁ ଭାଷା କି ଆମେ କିଛି ବୁଝିପାରିବାନି, ସେଗୁଡ଼ା ଶାବର ମନ୍ତ୍ରରେ ଯିବ। କୌଣସି ଗୋଟେ ସାଉଣ୍ଡ ଯେଉଁଟାକି କସ୍ମିକ୍ ଏନର୍ଜିଟାକୁ ରିଭାଇବ୍ରେଟ୍ କରୁଛି, ସେଟାକୁ ଆମେ ସରଳ ଭାଷାରେ କହିଲେ ଶାବର ମନ୍ତ୍ର। ଆଉ ହନୁମାନ ଗୋଟେ ଚିରଞ୍ଜୀବୀ, ସେ ବଞ୍ଚିଛନ୍ତି। ଆପଣ ତାଙ୍କର ଅବମାନନା କରୁନାହାନ୍ତି ତ, ଯେ ସାର୍ ମୁଁ ହନୁମାନ ଚାଳିଶା ପଢ଼ୁଛି ମୋର ଧନ ବଢ଼ୁନାହିଁ, ଖାଲି ଗୋଟେ ଯେଉଁ ମିଛ ପ୍ରୋଟେକ୍ସନ୍ ପାଇଁ। ସବୁବେଳେ ମନେ ରଖିଥାନ୍ତୁ, ଆପଣଙ୍କର ଇଷ୍ଟ ଯିଏ ବି ହୁଅନ୍ତୁ ନା କାହିଁକି, ସର୍ବଦା ସିଏ ଆପଣଙ୍କୁ ପ୍ରୋଟେକ୍ସନ୍ ଦେବେ। ଖାଲି ଯେ ହନୁମାନ ପ୍ରୋଟେକ୍ସନ୍ ଦାୟିତ୍ୱରେ ଅଛନ୍ତି ସେ କଥା ନାହିଁ। ଆପଣ ଯଦି ଜଗନ୍ନାଥଙ୍କୁ ପୂଜା କରୁଛନ୍ତି, ଆପଣ ଯଦି ବିଷ୍ଣୁଙ୍କୁ ପୂଜା କରୁଛନ୍ତି, ଆପଣ ଯଦି ଗଣେଶଙ୍କୁ ପୂଜା କରୁଛନ୍ତି, ସିଏ ଆପଣଙ୍କୁ ପ୍ରୋଟେକ୍ସନ୍ ଦେବେ। ହଁ, ହନୁମାନଙ୍କୁ ଗୋଟେ ଆମେ ପ୍ରୋଟେକ୍ସନ୍ର ସ୍ୱରୂପ ମାନି ନେଇଛୁ, କିନ୍ତୁ ସେ ନିଜର ପ୍ରୋଟେକ୍ସନ୍ କରୁନଥିଲେ। ସେ ଶ୍ରୀ ରାମଚନ୍ଦ୍ରଙ୍କର, ଲକ୍ଷ୍ମଣଙ୍କର ଆଉ ସୀତା ମାଙ୍କର ସେ କରୁଥିଲେ ପ୍ରୋଟେକ୍ସନ୍। ତେଣୁ ଆପଣ ଯଦି ନିଜ ଜୀବନଟାକୁ ଉତ୍ସର୍ଗ କରିକି ଆଉ କାହାର ପ୍ରୋଟେକ୍ସନ୍ ପାଇଁ ଲଗେଇବାର ଅଛି, ତାହେଲେ ନିଶ୍ଚିତ ହନୁମାନ ଚାଳିଶା ପଢ଼ନ୍ତୁ। ଏଇସବୁ ଯେଉଁ କନଷ୍ଟିପେଟେଡ୍ ଭ୍ୟୁ ବା ସୂକ୍ଷ୍ମ ଚିନ୍ତାଧାରା, ସୂକ୍ଷ୍ମ କ'ଣ, କ୍ଷୁଦ୍ର ନ୍ୟୁନ ଚିନ୍ତାଧାରା, କ୍ଷମା କରିବେ ଟିକେ ଓଡ଼ିଆ ଭାଷା ଏପଟ ସେପଟ ହେଇଯାଉଛି। ଏଇ ଯେଉଁ ସବୁ ମାନେ କନଷ୍ଟିପେଟେଡ୍ ଭ୍ୟୁ ବା ନ୍ୟୁନ ଚିନ୍ତାଧାରା ପାଇଁ ହନୁମାନ ଚାଳିଶା ପଢ଼ନ୍ତୁ। ଆପଣ ଶେଷରେ କହିବେ ଯେ ହନୁମାନ ଚାଳିଶା ପଢ଼ିଲି କିଛି ହେଲାନି, ଆଉ ଆପଣଙ୍କର ଯେଉଁ ଆଇଡ଼ିଓଲୋଜିଟା ଗୋଟେ ଭୁଲ ହେଇଯିବ। ହଉ, ମୁଁ ଭଗବାନଙ୍କ ପାଖରେ ଏହା ପ୍ରାର୍ଥନା କରୁଛି ଆପଣ ସମସ୍ତଙ୍କ ଭିତରେ ସେ ଉତ୍ସର୍ଗ ମନୋବୃତ୍ତି ପଳେଇ ଆସୁ। ଯେଉଁମାନେ ହନୁମାନ ଚାଳିଶା ପଢ଼ୁଛନ୍ତି, ତଦ୍ୱାରା ଆପଣ କହିପାରିବେ ଯେ ମୋ ପାଖ ଲୋକଟା ବରଂ ବଞ୍ଚୁ, ମୁଁ ମରିଯାଏ, ତାକୁ ବଞ୍ଚେଇବାକୁ ଯାଇକି। ହନୁମାନଙ୍କର ତ କହିଲେ କି ସେଇଆ ନା, ସେ ଅନ୍ୟମାନଙ୍କୁ ବଞ୍ଚେଇବାକୁ ଯାଇକି ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ଆପଣ ସେଇଭଳିଆ ମନୋବୃତ୍ତି ପଳେଇ ଆସିବେ, ପୃଥିବୀଟା ବହୁତ ସୁନ୍ଦର ହେଇଯିବ ବଞ୍ଚିବା ପାଇଁ। ଆଉ କେହି କାହା ସ୍ୱାର୍ଥ ପାଇଁ ଆମେ ବାଡ଼ିଆ ପିଟା ହେବାନି। ସମସ୍ତେ ହନୁମାନ ଚାଳିଶା ପଢ଼ନ୍ତୁ ଏବଂ ଏଇ ମନୋବୃତ୍ତି ନେଇକି ପଢ଼ନ୍ତୁ ଯେ ଆପଣ ଉତ୍ସର୍ଗ ମନୋବୃତ୍ତି ଆପଣଙ୍କ ଭିତରେ ଆସୁ। ହନୁମାନଙ୍କର ଯେଉଁ ଶାରୀରିକ ମାନସିକ ଏନର୍ଜି ଆପଣ ଇମ୍ବାଇବ୍ କରୁଛନ୍ତି ବା ନିଜ ଭିତରକୁ ତାଙ୍କ ଗୁଣ ସ୍ୱରୂପ ଆଣୁଛନ୍ତି, ସେଇଟା ଅନ୍ୟର ସୁଖ ପାଇଁ ଲଗାନ୍ତୁ, ନିଜର ସୁଖ ପାଇଁ ନୁହେଁ। ତାହେଲେ ଆପଣ ରିଅଲ୍ ହନୁମାନ ଚାଳିଶା ପଢ଼ିବାରେ ଯୋଗ୍ୟ। ମୋ ଭଳିଆ ଅଯୋଗ୍ୟ ନୁହେଁ। ମୁଁ ହନୁମାନ ଚାଳିଶା ପଢ଼ିପାରୁନି ଆଜ୍ଞା, କାରଣ ସେ ମନୋବୃତ୍ତି ମୋ ଭିତରେ ନାହିଁ। ହଉ, ଆଶା କରେ ମୁଁ ଯାହା କହିଲି ବୁଝିପାରୁଥିବେ। କୌଣସି ମୋର ଉଦ୍ଦେଶ୍ୟ ନୁହେଁ ଯେ ମୁଁ ଆପଣଙ୍କୁ ହନୁମାନ ଚାଳିଶାକୁ ଅଟକେଇବି ପଢ଼ିବାକୁ। ପଢ଼ନ୍ତୁ, ଦିନକୁ 50, 60, 70 ଥର ପଢ଼ନ୍ତୁ, କିନ୍ତୁ ଆପଣଙ୍କର ମନୋବୃତ୍ତିଟା ଟିକେ ଉଦାର କରନ୍ତୁ। ଏଇ ନ୍ୟୁନ ମନୋବୃତ୍ତି ନେଇକି ହନୁମାନ ଚାକିରି ଖଣ୍ଡେ ହେଉନାହିଁ, ପ୍ରମୋସନ୍ ହେଉନାହିଁ, ଏସବୁ ଜିନିଷ ନେଇକି ହନୁମାନ ଚାଳିଶା ପଢ଼ନ୍ତୁ। ନିଜ ଜୀବନକୁ ଯେଉଁ ମହାବୀର ଅନ୍ୟ ପାଇଁ ଉତ୍ସର୍ଗ କରିଦେଲେ, ଆପଣ ବି ସେଇଭଳିଆ ଉତ୍ସର୍ଗ ମନୋବୃତ୍ତି ନେଇ ଆଗାନ୍ତୁ, ହନୁମାନ ଚାଳିଶା ପଢ଼ନ୍ତୁ। ସେ ହନୁମାନ ସର୍ବଦା ଆପଣଙ୍କ ପାଖରେ ରହିକି ଏଇ ନେକ୍ ଦିଗରେ ଆପଣଙ୍କୁ ଆଗେଇବେ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।